जय जगन्नाथ आपण मानक प्रज्योति स्वाल को स्वागत। सनातन धर्म रे धनु संक्रांतिर विशेष महत्व रही। यही धनु संक्रांति रे बिच्छा राशि सूर्यदेव धनु राशि को गोचर करथांती। तेणुकरी यही दिन ठारू खर मासर आरंभ होता है। धनु संक्रांति मकर संक्रांति यही गोटे मास आमर खर मास होता है। ଏହି ଖର ମାସରେ କୌଣସି ମାଙ୍ଗଳିକ କାର୍ଯ୍ୟ ଯଥା ବିବାହ ବ୍ରତ ଗୃହ କାର୍ଯ୍ୟ ପ୍ରତିଷ୍ଠା ବ୍ରତ କୌଣସି ବି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। ତା ବ୍ୟତୀତ ସୂର୍ଯ୍ୟଦେବ ରାଶି ବଦଳିବା ସହ ମୌସୁମୀର ପରିବର୍ତ୍ତନ ମଧ୍ୟ ଆସିଥାଏ। ଏହି ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ। ଏହା ବ୍ୟତୀତ ମାନ୍ୟତା ଅଛି ଯେ ଏହି ଧନୁ ସଂକ୍ରାନ୍ତିରେ ମା ଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି ଗୋଟେ ମାସ ଧରି। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋଟିଏ ମାସ ମା ଲକ୍ଷ୍ମୀ ନିଜ ବାପ ଘରେ ରହିଥାନ୍ତି। ତେଣୁ ଯିବା ପୂର୍ବରୁ ଏହି ଧନୁ ସଂକ୍ରାନ୍ତି ଦିନ ମହାପ୍ରଭୁଙ୍କୁ ମୁଆଁ ଭୋଗ ଅର୍ପଣ କରିଥାନ୍ତି। ତେଣୁକରି ଏହି ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁକୁ ଗୋଟିଏ ମାସ ଧରି ମୁଆଁ ଭୋଗ ଲାଗିଥାଏ। ତା ବ୍ୟତୀତ ଧନୁ ସଂକ୍ରାନ୍ତି ଦିନ ମହାପ୍ରଭୁଙ୍କ ବ୍ୟତୀତ ଅନ୍ୟ ଦେବଦେବତା ମାନଙ୍କୁ ପହିଲି ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ। ମାନ୍ୟତା ଅଛି ଯେ ମାତା ଯଶୋଦା ସର୍ବଦା ଏହି ଗୋଟିଏ ମାସ ଧରି ଜଗନ୍ନାଥ ପ୍ରଭୁ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କୁ ଭୋରୁ ମୁଆଁ ଭୋଗ ଖାଇବାକୁ ଦେଇଥାନ୍ତି। ତେଣୁକରି ଏହି ଦିନକୁ ଧନୁ ସଂକ୍ରାନ୍ତି ବା ଧନୁମୁଆଁ ମଧ୍ୟ କୁହାଯାଏ। ଏହି ଧନୁ ସଂକ୍ରାନ୍ତିରେ ଫସଲ ଅମଳ ହୋଇ ପ୍ରଥମେ ମୁଆଁ ଭୋଗ ମହାପ୍ରଭୁଙ୍କୁ ଅର୍ପଣରେ ଲାଗେ। ତା ବ୍ୟତୀତ ଧନୁଯାତ୍ରା ମଧ୍ୟ ଆରମ୍ଭ ହୁଏ। ମୁଢ଼ି ମୁଆଁ ଚୁଡ଼ା ମୁଆଁ ଖଇ ମୁଆଁ ଏସବୁ ମୁଆଁ ବିଶେଷ କରି ଏହି ଦିନରେ ଭୋଗରେ ଲାଗିଥାଏ। ଏହି ଦିନ ସୂର୍ଯ୍ୟଦେବକୁ ପୂଜା କରାଯାଇଥାଏ। ତା ବ୍ୟତୀତ ଧନୁ ସଂକ୍ରାନ୍ତିରେ ଦାନ ଧର୍ମ ତପ ପୂଜା ପାଠ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସେ। ଏହି ଦିନ ସୂର୍ଯ୍ୟ ଦେବତାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଶାରୀରିକ ମାନସିକ ବ୍ୟାଧି ଦୂର ହେବା ସହିତ କ୍ୟାରିୟରରେ ସଫଳତା ପାଇବାର ବାଟ ମଧ୍ୟ ଖୋଲି ଯାଇଥାଏ। 2024 ବର୍ଷରେ 16 ଡିସେମ୍ବରରେ ଧନୁ ସଂକ୍ରାନ୍ତି ପଡୁଛି। ଯେଉଁଦିନ ଶ୍ରୀମନ୍ଦିରରେ ପହିଲି ଭୋଗ ମଧ୍ୟ ରହୁଛି। ତା ବ୍ୟତୀତ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବାର ନୀତି ମଧ୍ୟ ରହିଛି। ଏହି ଦିନ ପାଣି କଖାରୁ ସହିତ ବୋଇତାଳୁ ଖାଇବା ମନା ରହିଛି। ତା ବ୍ୟତୀତ ସୂର୍ଯ୍ୟୋଦୟରୁ ସକାଳ 6ଟା 59 ପର୍ଯ୍ୟନ୍ତ ସଂକ୍ରାନ୍ତିର ପୁଣ୍ୟକାଳ ସମୟ ରହିଛି। ସକାଳ 6ଟା 59ରୁ ଅପରାହ୍ନ 1ଟା 23 ପର୍ଯ୍ୟନ୍ତ ସଂକ୍ରାନ୍ତିର ବିଶିଷ୍ଟ ପୁଣ୍ୟକାଳ ରହିଛି। ଏହି ସମୟ ଭିତରେ ଆପଣ ଯେତିକି ବି ଦାନ ଧର୍ମ ତପ ପୂଜାପାଠ କରିବେ ତାର ଅକ୍ଷୟ ପୁଣ୍ୟ ଫଳ ପ୍ରାପ୍ତି ମଧ୍ୟ ରହିଛି। ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସୂର୍ଯ୍ୟଙ୍କୁ ଜଳ ଦେବା ଭଗବାନ ସୂର୍ଯ୍ୟ ଦେବତାଙ୍କୁ ତୁଳସୀ ଅର୍ପଣ କରିବା ତୁଳସୀ ଜଳ ତାଙ୍କୁ ଅର୍ଘ୍ୟ ଦେବାର ମାନ୍ୟତା ମଧ୍ୟ ରହିଛି। ପବିତ୍ର ନଦୀରେ ସ୍ନାନ କରିବାର ମହତ୍ତ୍ୱ ବହୁତ ରହିଛି। ପବିତ୍ର ନଦୀରେ ଯଦି ସ୍ନାନ କରିବାର ସୁଯୋଗ ନାହିଁ ତାହେଲେ ଗଙ୍ଗା ଜଳରେ ମଧ୍ୟ ଘରେ ସ୍ନାନ କରିବାର ମହତ୍ତ୍ୱ ମଧ୍ୟ ରହିଛି। ଗାଈକୁ ଖାଇବାର ମାନ୍ୟତା ରହିଛି। ଖାଇବାକୁ ଦେବାକୁ ମାନ୍ୟତା ମଧ୍ୟ ରହିଛି। ଗାଈକୁ ଆପଣ ଯେକୌଣସି ଜିନିଷ ମଧ୍ୟ ଖାଇବାକୁ ଦେଲେ ଆପଣଙ୍କର ପୁଣ୍ୟ ଫଳ ବହୁତ ଗୁଣରେ ବଢି ଯାଇଥାଏ। ସତ୍ୟନାରାୟଣ ପୂଜାର କଥା ଶୁଣିବା ମଧ୍ୟ ଏହି ଦିନ ବହୁତ ଭଲ। ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଗାୟତ୍ରୀ ମନ୍ତ୍ର 108 ଥର ପାଠ କରିବା ଦରକାର। ତା ବ୍ୟତୀତ ଏହି ଦିନ ଅନ୍ନଦାନ କଲେ ମହାପୁଣ୍ୟ ଫଳର ପ୍ରାପ୍ତି ମଧ୍ୟ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଧନୁ ସଂକ୍ରାନ୍ତିରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପବିତ୍ର ନଦୀରେ ସ୍ନାନ କରିବାର ମହତ୍ତ୍ୱ ରହିଛି। ଏମିତି କରିବା ଦ୍ୱାରା ବ୍ୟକ୍ତି ଆରୋଗ୍ୟ ରୁହେ ଅକ୍ଷୟ ପୁଣ୍ୟ ଫଳ ପ୍ରାପ୍ତ ହୁଏ। ସୂର୍ଯ୍ୟଦେବଙ୍କୁ ପୂଜା କରିବା ସହ ଦାନ ପୁଣ୍ୟ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ସବୁ ଦୁଃଖ ଦୂର କରନ୍ତି। ତା ବ୍ୟତୀତ ଏହି ଦିନ ବିଦ୍ୟାରମ୍ଭ ନାମକରଣ ଅନ୍ନପ୍ରସନ୍ନ ବିବାହ ଗୃହ ପୂଜା ବାସ୍ତୁ ପୂଜା ତା ବ୍ୟତୀତ ବ୍ରତର ମଧ୍ୟ କୌଣସି ମତରେ ବି କରିବେ ନାହିଁ।
ଏହି ଗୋଟିଏ ମାସ ମାନେ ଖର ମାସ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏଇ ଗୋଟିଏ ମାସ ଭିତରେ ଏସବୁ କାମ ବିଲକୁଲ ବି କରିବେ ନାହିଁ। ତା ବ୍ୟତୀତ ଏଇ ଦିନ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ସୂର୍ଯ୍ୟଦେବଙ୍କୁ ପାଣିର ଅର୍ଘ୍ୟ ସହିତ ଦୀପ ଧୂପ ଅର୍ପଣ କରିବା ସହିତ ମୁଆଁ ଭୋଗର ମଧ୍ୟ ପ୍ରଥା ରହିଛି। ଭୋଗରେ ମୁଆଁ ଭୋଗ ଲାଗିଥାଏ। ତା ବ୍ୟତୀତ ଘର ଠାକୁରଙ୍କୁ ମା ବୁଦ୍ଧାବତୀଙ୍କ ପାଖରେ ମୁଆଁ ଭୋଗ ଲାଗିଲା ପରେ ଘରର ସବୁ ବ୍ୟକ୍ତି ମୁଆଁ ଭୋଗ ଖାଇଥାନ୍ତି। ଏଇ ଦିନ ଏହିପରି ଭାବରେ ନିୟମ ରହିଛି। ଆଶା କରୁଛି ଏଇଥରର ଧନୁ ସଂକ୍ରାନ୍ତି ଆପଣମାନଙ୍କ ପାଇଁ କିଛି ନୂଆ ନେଇକରି ଆସିବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।